पंचक व्रत महात्म्य चतुर्थ अध्याय। शुक्लांबरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। श्रीकृष्ण उवाच कहुछन्ति सुत मुनि सौनकଙ୍କୁ चाहि पंचक विधान एबे शुण मन देई। चतुर्थ प्रसंग एबे करिबा बखाण जाहा कहि गले प्रभु देव भगवान। शुण आग सत्य भामा मन कर्ण देई पंचक विधान एबे कहिबा बुझाई। बाल काले थिलु आमे नंदर मंदिरे रहिबे हरण कलु श्री वृंदावन रे। अनेक गोपी गोपाळे सर्वे होई मेळ आंभ संगतरे थिले बहुतर काल। से कालर कथा एबे शुण रे संगात पंचक व्रत विधान अटई जेमंत। पंचक व्रत विधान शुणिबा पूर्वरु सज्जा छाड़ी उठी चाली जीव प्रत्युषरु। चतुर्दशी दिन जान एमंत करिब शुद्ध जले स्नान शौच होइन आसिब। जत्न भावे शुणिब पंचक व्रत गीत सकल विधि विधाने पूजिब अच्युत। पूजा विधि सारी मोर नाम को जपिब एमंत अटे पंचक विधान प्रस्ताव। एबे शुण सत्य आगो श्रुति पथ देई पूर्वर चरित एक कहिबा बुझाई। पूर्वे सुमाली नामरे थिला एक देश से देश रे साधव एक करिथिला बास। सघोष बोलिण नाम ताहार अटई ताहार चरित एबे शुण मु कहई। जमुना नदी से देशे हुए प्रवाहित बही जाउथिला वृंदावन परिजंत। सुमाळीरु वृंदावन 50 योजन सघोष साधव तहि महाभाग्यवान। 7 गोटी पुत्र तार जन्म होइला समस्तंकु साधव जे विवाह करिदेला। 7 बोहुंक मध्यरे सान बोहु जेई समस्तंक ठारु अति सुंदर दिशई। केवल भाग्य दोषरु खनि सेहु कहे से घेनि जिह्वार जड़ तागो तार हुए। एणु ताकु खनि जड़ी बोली नाम देई 6 जण बोहु ताकु डाकन्ति निठाई। एही परकारे जान किछि दिन गला कार्तिक मास आश्विन प्रवेश होइला। सेही मासरे पड़िला व्रत जे पंचक व्रत पालने आसिले दूरांतर लोक। निकटे जमुना नदी जाउअछि बही प्रकाश नामे घाट जे तहिरे अछई। दूर देश लोक माने सेठाकु आसंती जल घाटे पशि व्रत पालन करंती। से साधव स्त्री माने बळाइले मन सर्वे करिवे पंचक व्रत गोपालन। पूजा सामग्री मान जतने जोगाइले एकादशी दिन व्रत आरंभ से कले। सासु बुढ़ी को मिसाई बहु 6 जण एमंते व्रती होइले सेही 7 जण। जण जण होई पूजा सामग्री घेनिले सर्वे मेल होइण प्रकाश घाटे गले। सान बहु ताहार जे घरे रहिथिला आपणार मने मने विचारी बसिला।
ଆପଣା କର୍ମକୁ ନିନ୍ଦି ଦୁଃଖିତେ କହି। 6 ଜଣ ମୋତେ ଭଲ ନ ବୋଲନ୍ତି କେହି, ଖନି ଜଡ଼ି ବୋଲି ମୋତେ ଡାକନ୍ତି ସମସ୍ତେ। ମରି ନ ଯାଇ ବଞ୍ଚି ରହିଲି କି ନିମନ୍ତେ, ଏହିପରି ସମସ୍ତଙ୍କ ଗଞ୍ଜଣା ସହୁଛି। ବୃଥାଟାରେ ବଞ୍ଚି ମୋର ଲାଭ ନାହିଁ କିଛି। ଆତଙ୍କ ହୋଇଣ ବାମା ଏହିପରି ଭାବି, ସେ ବୋଇଲା ବ୍ରତ ମୁହିଁ ପାଳନ କରିବି। ପୂଜା ସାମଗ୍ରୀ କାହିଁରୁ ପାଇବି ଯେ ମୁହିଁ, କି କହି ପୂଜିବି ବୁଦ୍ଧି ବାଟ ନ ଦିଶଇ। କାନ୍ଦ କାନ୍ଦ ହୋଇ ଭୂମି କି ସେ ଅନାଇଲା, ଫୁଲମାନ ପଡ଼ିଅଛି ନୟନେ ଦେଖିଲା। ଭଲ ଦ୍ରବ୍ୟ ବାଛି ନେଇ ଖରାପ ଯେତେକ, ବାଛି ଦେଇ ଛାଡ଼ିଛନ୍ତି 7 ଜଣ ଯାକ। ସେ ସମସ୍ତ ଦ୍ରବ୍ୟକୁ ସେ ଗୋଟାଇ ଧଇଲା, ନିଜ ଗଡ଼ିଆ ଘାଟରେ ଯାଇ ନ ମିଳିଲା। ମନେ ବିଚାରଇ ବାଳି କି ବୁଦ୍ଧି କରିବି, ଏ ଗଡ଼ିଆ ଘାଟ ମଧ୍ୟେ ପଶି ବୁଡ଼ି ଦେବି। ଏତେ ଭାବି ଘାଟ ନିକଟରେ ବସ ଦୃଢ଼େ, ବୁଡ଼ ଦେବାକୁ ତମ ଫୁଲ ମାଳ ଲୋଡ଼େ। ଫୁଲ ଗୋଟିଏ ତାହାକୁ ଆଉ ନ ମିଳିଲା, କଦମ୍ବ ଫୁଲକୁ ତାଉ ତୋଳିଣ ଆଣିଲା। ଜଳ ଘାଟେ ପଶି ବୁଡ଼ ଦେଇଣ ସେ ବାଳି, ଆର୍ଦ୍ଧ ବସ୍ତ୍ର ନେଉ ଭାରି ଡାକେ ବନମାଳି। ନିଅ ନିଅ ବୋଲିଣ ସେ ଡାକଇ ଉଚ୍ଚରେ, ଏକାଗ୍ରତେ ମନକୁ ନିବେଶି ଆମ୍ଭଠାରେ। ଆରତେ ଡାକଇ ପ୍ରଭୁ ମୋର ଅର୍ଘ୍ୟ ଘେନ, ଏହା ଯଦ୍ୟପି ନ ନେବ ନିଅ ମୋର ପ୍ରାଣ। ତାର ନିଷ୍ଠା ଦେଖି ଆମ୍ଭେ ପ୍ରସନ୍ନ ହୋଇଲୁ, ସେହିଠାରେ ଯାଇ ଆମ୍ଭେ ପରବେଶ ହେଲୁ। ଅର୍ଘ୍ୟ ଗୋଟି ତାହାର ହସ୍ତରୁ ଆମ୍ଭେ ନେଇ, ବୋଇଲୁ ଯା ବର ମାଗ ନିଶ୍ଚୟ ଦେବଇ। ବର ମାଗିବାର କଥା ଜାଣ ନାହିଁ ତାରେ, ସେ ବୋଇଲା ସବୁ ଦ୍ରବ୍ୟ ଅଛି ଆମ୍ଭ ଘରେ। କେବଳ ଝଟା ଗୋଟିଏ ମୋହର ଯେ ନାହିଁ, ଏହି ଦ୍ରବ୍ୟ ଗୋଟି ମୋତେ ଦିଅ ଭାବଗ୍ରାହୀ। ଅସ୍ତୁ ବୋଲି ତାହାକୁ କହିଲୁ ଯେତେବେଳେ, କୁବେର ତାହାକୁ ଝଟା ଗୋଟି ଆଣିଦେଲେ। ଝଟା ଗୋଟି ପାଇଣ ସେ ଆନନ୍ଦ ହୋଇଲା, ଘାଟରୁ ବାହାରି ନିଜ ଘରକୁ ସେ ଗଲା। ଆପଣା ମନେ ବିଚାର କରିଣ ତରୁଣୀ, ସେହି 6 ଜଣ ଯାକ ଆସିବେ କ୍ଷଣି। ଝଟାକୁ ଦେଖି ସେମାନେ କି ବୋଲିବେ ମୋତେ, ଏହାକୁ ଲୁଚାଇ ମୁହିଁ ରଖିବି କେମନ୍ତେ। ଏହି ପରକାରେ ଜାଣ ମନେ ବିଚାରିଲା, ଲୁଗା କାଢ଼ି ପରା କୋଣେ ଲୁଚାଇ ରଖିଲା। ରତ୍ନ ଝଟାର କିରଣ ଫୁଟି ବିକାଶଇ, ତାହାର ତେଜରେ ଘର ଆଲୋକ ଦିଶଇ। ତେଣେ ସାଧବ ବୋହୁଏ ପଞ୍ଚକ ସାରିଣ, ଆପଣା ଗୃହେ ପ୍ରବେଶ ହେଲେ 7 ଜଣ। ଦ୍ୱାରେ ମିଳି ଘର ଭିତରକୁ ଗଲେ ପଶି, ଝଟାର ତେଜରେ ଘର ଉଜ୍ଜଳ ଯେ ଦିଶି। ଘର କିମ୍ପାଇଁ ଉଜ୍ଜଳ ଦିଶୁଛି ବୋଇଲେ, କିଛି କ୍ଷଣେ ଝଟାକୁ ସେ ଦେଖି ନ ପାରିଲେ। ସେ ଝଟାକୁ ନେଇ ଦେଲେ ଶାଶୁ ବୁଢ଼ୀ ପାଶ, ବୋଇଲେ ମାଏ ଦେଖ ଏହି ଅଟେ ଯେ କିସ। କେଉଁ ପରି କେଉଁଠାକୁ କେତେବେଳେ ଗଲା, ସନ୍ଦେହ ଲାଗୁଛି କେଉଁ ପରି ସେ ଆଣିଲା। ଶାଶୁ ବୁଢ଼ୀ କହିଲେ ଗୋ 6 ବୋହୂ ଶୁଣ, ଜାଣିଛ ତ ସାନ ବୋହୂ ଅଟେ ଅଲକ୍ଷଣ। କେଉଁଠାକୁ ଯାଇଣ ସେ ମାଗି ଗୋ ଆଣିଛି, ଏଥକୁ ତୁମ୍ଭ ମନରେ ନ ବିଚାର କିଛି। ସେହୁ ଯାହା କଲେ ଗୋ ତୁମ୍ଭର କିସ ଗଲା, ଶାଶୁ ବୁଢ଼ୀ ବୋହୂଙ୍କୁ
ଏମନ୍ତ ଗାଳି ଦେଲା। ଏହିପରି ହୋଇଗଲା ଏକାଦଶୀ ଦିନ। ଦ୍ୱାଦଶୀ ଦିନର କଥା କହୁ ଏବେ ଶୁଣ। ପୂର୍ବ ପରି ସମସ୍ତ ଉଠିଣ ପ୍ରାତ କାଳେ। ପୂଜା ସାମଗ୍ରୀ ଧରି ନଦୀକି ଚଳିଗଲେ। ଏଣେ ସାନ ବୋହୂ ଜାଣ ଘରେ ରହିଥିଲା। ଝଟାଇ ସେ ଘର ଦ୍ୱାର ଲିପା ପୋଛା କଲା। ପୂଜା ସାମଗ୍ରୀ ଧରିଣ ଆପଣା ହସ୍ତର। ଜଳଘାଟ ମଧ୍ୟ ଯାଇ ହୋଇଲା ହାଜର। ନିଜ ଘାଟେ ପଶି ଡୁବ ଦେଲା ସ୍ନାନ କରି। ଉଭା ହେଲା ହସ୍ତେ ଅର୍ଘ୍ୟ ଥାଳିକି ସେ ଧରି। ଡାକିଲା ସେ ଆମ୍ଭ ନାମ ଧରି ଉଚ୍ଚ ସ୍ୱରେ। ବୋଇଲା ହେ ପ୍ରଭୁ ଅର୍ଘ୍ୟ ନିଅ ଧାତିକାରେ। ତାର ଡାକ ଶୁଣି ଆମ୍ଭେ ଅବିଳମ୍ବେ ଗଲୁ। ହସ୍ତରୁ ଅର୍ଘ୍ୟ ତାହାର ଆମ୍ଭେ ଘେନିଲୁ। ତାହାଠାରେ ବସ ହୋଇ ଯାଚି ଦେଲୁ ବର। ସେ ବୋଇଲା ଘରେ ସବୁ ରହିଛି ଆମ୍ଭର। ମାତ୍ର କଲେ ପିଇବା ହାଣ୍ଡି ଗୋଟି ଘରେ ନାହିଁ। ହାଣ୍ଡି ଗୋଟିଏ ମତେ ଦିଅ ଭାବଗ୍ରାହୀ। କୁବେରକୁ ଆଦେଶିଲୁ ହାଣ୍ଡି ତାକୁ ଦିଅ। ହାଣ୍ଡି ପାଇ ଆନନ୍ଦ ହୋଇଲା ଅତିଶୟ। ଆପଣା ଗୃହ ମଧ୍ୟରେ ପ୍ରବେଶ ହେଲା ଯାଇ। ଘର କୋଣେ ହାଣ୍ଡିକି ସେ ରଖିଲା ଲୁଚାଇ। ତେଣୁ 16 ଜଣ ବୋହୂ ଘରକୁ ଫେରିଲେ। ଘର କୋଣେ ହାଣ୍ଡି ଗୋଟି ଥିବାର ଦେଖିଲେ। ହାଣ୍ଡିକି ଧରିଣ ଗଲେ ଶାଶୁ ବୁଢ଼ୀ ପାଖ। ବୋଇଲେ କାହିଁରୁ ହାଣ୍ଡି ଆଣିଅଛି ଦେଖ। ଶାଶୁ ବୁଢ଼ୀ କହିଲେ ଯେ ବୋହୂଙ୍କୁ ରାଗରେ। ମାଗି ଆଣିଲା କାହାଠୁ ନାହିଁ ବୋଲି ଘରେ। ଅକ୍ଷମ ବୋଲି ତାହାକୁ ସର୍ବେ ନିନ୍ଦା କର। ଶୁଣ ବାହାର କରିବ ଶୁଛ ବାର ବାର। ଏହି ପ୍ରକାରେ ଜାଣ 2 ଦିନ ଗଲା। ତୃତୀୟ ଦିନରେ ପୁଣି ଯେଉଁ କଥା ହେଲା। ଦ୍ୱାଦଶୀ ଦିନଟି ଗଲା ଏହି ପ୍ରକାରେ। ତ୍ରୟୋଦଶୀ ଦିନ ଆସି ହେଲା ଏହା ପରେ। ଶାଶୁ ବୁଢ଼ୀ ସଙ୍ଗତରେ ବୋହୂ 6 ଜଣ। ସବୁଦିନ ପରି ଗଲେ କରିବାକୁ ସ୍ନାନ। ସେମାନଙ୍କ ଯିବା ଦେଖି ସାନ ବୋହୂ ଗଲା। ଶୁଦ୍ଧ ସ୍ନାନ ସାରି ଆମ୍ଭ ନାମେ ଅର୍ଘ୍ୟ ଦେଲା। ତାଠାରେ ସନ୍ତୁଷ୍ଟ ଆମ୍ଭେ ହୋଇଲୁ ଅପାର। ଆଦେଶିଲୁ ସାଧବାଣୀ ମାଗି ଘେନ ବର। ସେ ବୋଇଲା ମନ୍ଦ ଭାଗ୍ୟ ମୋହର ଯେହି। ଘର ଲୋକମାନେ ମତେ ପଚାରନ୍ତି ନାହିଁ। ଆମ ଘରେ ପିଠା ପଣା ହେଲେ କେଉଁ ଦିନ। ସର୍ବେ ଖାଇ ଯାଆନ୍ତି ମତେ କିଛି ନ ଦେଇଣ। ଏଣୁ କରି ଆପଣଙ୍କୁ ମାଗଇ ମୁଁ ଏତେ। ପିଠା ପଣା କିଛି ଆଣି ଦିଅ ପ୍ରଭୁ ମତେ। ଆମ୍ଭ ଆଜ୍ଞା ମାତ୍ରେ ଲକ୍ଷ୍ମୀ ପିଠା ପଣା ଘେନି। ସାଧବାଣୀ ହସ୍ତେ ଆଣିଦେଲେ ସେ ବହନି। ପିଠା ଘେନି ସାନ ବୋହୂ ଘରେ ପ୍ରବେଶିଲା। କେତେ ଖଣ୍ଡ ପିଠା ସେହୁ ଆନନ୍ଦେ ଖାଇଲା। ବାକି ଯାହା ଥିଲା ନୂଆ ଲୁଗାରେ ଘୋଡ଼ାଇ। ଯତନ ପ୍ରକାରେ ଘରେ ରଖିଲା ସେ ନେଇ। ଅମୂଲ୍ୟ ପିଠା ବାସନା ମହକି ଉଠଇ। ତେଣେ 6 ଜଣ ଘରେ ପ୍ରବେଶିଲେ ଯାଇ। ମହକ ବାସନା ଜାଣି ବୋହୂ 6 ଜଣ ଘର ଭିତରକୁ ଯାଇ ଦେଖନ୍ତି ଖୋଜିଣ। ଦେଖିଲେ ଲୁଗା କନାରେ ପିଠା ରହିଅଛି। ଉଠଇ ଆଣିଲେ ମନେ ନ ବିଚାରି କିଛି। ଶାଶୁ ବୁଢ଼ୀ ପାଖେ ନେଇ ଦେଖାଇଲେ ତାହା। ଦେଖ ତୁମ୍ଭ ସାନ ବୋହୂ କରୁଅଛି ଯାହା। କାହିଁରୁ ଆଣିଲା ପିଠା କିଏ ଦେଲା ତାକୁ। ଜଣା ନାହିଁ ଶୁଣା ନାହିଁ କୌଣସି କାଳକୁ।
आश्चर्य विचारी सासु बोहू को कही आणगो देखिबा पिठा केमंत दिसई पिठा को देखती सासु लुगा खोली करी देखा जाऊअछि हे साक्षात कुंडा परी बोहू मानको चाहिण सासु कहे रागे बोलती एपरी किया हेउछ बागे कौनसी दिन रे पिठा न पाइला सेही कुंडा पिठा काहू आनी रखिछि लुचाई एकथा को तुम्भे माने केबे गो न धर बोहू मानंकु सासु कहिले प्रकार एही प्रकारे जान गला त्रयोदशी रजनी पाहिलासी हेला चतुर्दशी पूर्व परी 6 जन गले स्नान पाई एही दिन सान बोहू प्रवेशिला जाई जले शुचिमंत होई करे अर्घ्य देला फूल पुष्प देण से आंभ को पूजिला बर जाची देबारु से कहिला एमंत काली की एठारे हेब जात्रा अनुष्ठित नुआ आभरण मान समस्तंक अछि वस्त्र आभरण मान दिय मते किछि साधवाणी को बोइलो सुन आंभ गिर काली किए गछ मूले पाइबने कर आंभ आज्ञारे कुबेर आभरण मान आनिदेवे मिथ्या नुहे एक कथा प्रमाण वस्त्र आभरण तहु आनिले कुबेर मुरली भितरे जत्ने रखिलु सतोर कोकिल को डाकी ताको कहिदेलु ठार एहाकु तो नेई दियो साधव मंदिर जेउ परी एही कथा केही न जानिबे सान बहु हस्ते नेई देव गुप्त भावे ताहार स्नान घाटरे जेउ वृक्ष अछि सेही स्थाने आसीबाकु संकेत देइछि से वृक्षरे कोकिल तू जाई बसिथिबु से आसिले ही द्रव्य गोटी ताकू देबु से कोकिल पक्षी जे आंभर आज्ञा पाई मुरली को थंटे धरी आकाशे गमई मुरली गोटी थंट को हेला महाभारी एथु तारे जहा हेला सुण सत्य नारी भारा संभाली न पारी से पक्षी चतुर केउठी विश्राम नेबी बोली कला स्थिर उड़ी उड़ी करी सेहु बहु दूर गला राधिका नगरे जाई प्रवेश होइला राधांकली रेख चोत वृक्ष अछि बाड़ डेई डाले क बाहर को लंबीछि से वृक्ष डाले कोकिल थकाई बसिला थंटे थिबा मुरली को डाले रखी देला एमंत समय राधा गीत गाई गाई गुहाळ दुहार मुहे दोथिले गाई राधांको संगीत पिक कर्णरे संभाई निद मारिबारु वृक्ष डाले गला सोई एमंत समय देख दैव घटण पक्षी थंटरू मुरली पड़िला खसीण किछि क्षणे राधिका जे बाहर को गले मोहन मुरली पड़िथिबार देखिले आश्चर्य मणि बंशी को धरिले उठाई भितरे की अछि बोली देखिले कराई देखिले भितरे अछि नाना भरण गोटिए न छाड़ी सबु काढ़िले तक्षण नखल मकेश ता भितरे पुराइले पड़िथिबा स्थले पूर्व परि रखिदेले एही काले निद भांगी गला से पक्षीर देखिला मुरली आउ नाही ता थंटर तरस्त होइन से तळକୁ देला चाही पड़िछि मुरली थंटे आनिला उठाई
ତହୁଁ ପରେ ସାଧବର ଘର ପାଖେ ଗଲା, ନଦୀ ଘାଟେ ବୃକ୍ଷ ପରେ ଯାଇଣ ବସିଲା। ଯତ୍ନ କରି ମୁରଲିକୁ ବୃକ୍ଷ ତଳେ ରଖି, ନିଜ ଆଡ଼େ ଫେରିଗଲା ସେ କୋକିଳ ପକ୍ଷୀ। ପ୍ରଭୁ ଆଦେଶ ପାଇନଥିଲା ସାଧବାଣୀ, ସମୟ ଜାଣି ଘାଟକୁ ଚଳିଲା ତକ୍ଷଣି। ଦେଖିଲା ସେ ବୃକ୍ଷ ତଳେ ପଡ଼ିଛି ମୁରଲି, ମନେ ଭାବେ ପ୍ରଭୁ ଆଜ୍ଞା ସତ୍ୟ ହେଲା ବୋଲି। ମୁରଲିକୁ ଫିଟାଇଣ ଦେଖେ ଯତନରେ, ନଖଲୋମ ଚକ୍ଷୁ ଆଦି ପୂରିଛି ତହିଁରେ। ମନ ଭିତରେ ଅତ୍ୟନ୍ତ ହେଲା କ୍ରୋଧ ଭର, ରାଗେ ମୁରଲିକୁ ଫିଙ୍ଗି ଦେଲା ସେହି ଠାର। ଏଥର ଗଲେ କହିବି ପ୍ରଭୁଙ୍କ ଆଗର, ତବ ପାଶେ ତୁଣ୍ଡ ମୋର ନ ଫିଟିବ ଆର। ତାଙ୍କ ପାଖେ ଜିଭ ମୋର ଲେଉଟିବ ନାହିଁ, ସତ୍ୟ 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 ତ୍ରୟବାର ଜାଣ ଏହି। ଏପରି ବିଷାଦେ ସେହି ଦିନ ଶେଷ ହେଲା, ପୂର୍ଣ୍ଣମାସୀ ଦିନ ଆସି ପ୍ରବେଶ ହୋଇଲା। ଯାତ୍ରା ପାଳନା ଉତ୍ସବ ହେଲା ସେହି ଦିନ, ଅତି ଆନନ୍ଦ ଉଲ୍ଲାସ ସବୁଙ୍କର ମନ। ଯାତ୍ରା ଦେଖିବାକୁ ଗୃହ ଲୋକ ଗଲେ ସର୍ବେ, ଏଣେ ସାନ ବୋହୂ ଘରେ ବସି ଏହା ଭାବେ। ବିଚାରେ ଯାତ୍ରା ଉତ୍ସବ ଅଟେ ଆଜ ଦିନ, ପୂର୍ଣ୍ଣିମାରେ ପଞ୍ଚକ ହୋଇବ ସମାପନ। ଆଜି ପୂର୍ଣ୍ଣମାସୀ ମୁହିଁ କିମ୍ପାଇଁ ନ ଯିବି, ଯାହା ହେଉ ପଛକେ ପଞ୍ଚକ ସାରି ଦେବି। ଏତେ ମନେ ଭାଳିଣ ସେ ପୂଜା ଦ୍ରବ୍ୟ ଧରି, ଜଳ ଘାଟେ ଯାଇଣ ପ୍ରବେଶ ହେଲା ନାରୀ। ଏବେ ଶୁଣ ସତ୍ୟାଗ ସେ ନାରୀ ଚରିତ, ଆମ୍ଭଙ୍କୁ ସେ ବାପୂଜା କଲା ଯଥାବିଧି ମତ। ତାପରେ ସନ୍ତୁଷ୍ଟ ହୋଇ ଯାଚିଦେଲୁ ବର, ତଳ ମୁଖ କରିଣ ସେ ହେଲା ନିରୁତ୍ତର। କିଛି ନ ଶୁଣିଲା ଯେତେ କହିଲୁ ତୁହାଇ, ଦେଖିଲୁ କ୍ରୋଧରେ ତାର ଶରୀର କମ୍ପଇ। ତାହାର ଗାରିମାପଣ ସହି ନ ପାରିଲୁ, ଶ୍ରୀମୁଖରେ ଆମ୍ଭେ ତାଙ୍କୁ ଏପରି କହିଲୁ। ବୋଇଲୁ ଗୋ ନାରୀ ଏତେ ଗାରିମା ତୋହର, ବର ଯାଚି ଜନ୍ତେ ଗର୍ବେ ହେଲୁ ନିରୁତ୍ତର। ଏ ବଡ଼ି ମାପଣ ତୋର ରହିବ ଗୋ ନାହିଁ, ବଜାରେ ବିକ୍ରି ହେବୁ ଯେନେ ଗୋରୁ ଗାଈ। ଯେ କାଳେ ସାଧବର ସମ୍ପଦ ଶେଷ ହେବ, ସେ କାଳେ ଶ୍ୱଶୁର ତୋତେ ବଜାରେ ବିକିବ। ଏତେ କହିଣ ସେଠାରୁ ଆସିଲୁ ପଳାଇ, ଏଥୁତାରେ ଯାହା ହେଲା ଶୁଣ ତା କହି। କେତେ ଦିନ ଏହି ପରକାରେ ବହିଗଲା, ସମୟକେ ସାଧବ ସମ୍ପଦ ଚ୍ୟୁତ ହେଲା। ଦରିଦ୍ର ଅବସ୍ଥା ସାଧବକୁ ଗ୍ରାସ କଲା, ଖାଇବା ପିଇବା ପାଇଁ କିଛି ନ ମିଳିଲା। ଊର୍ଦ୍ଧ୍ୱ ନିଶ୍ୱାସ ପକାଇ ଭାର୍ଯ୍ୟାକୁ କହଇ, ଏବେ କି ବୁଦ୍ଧି କରିବା ଉପାୟ ତ ନାହିଁ। ଦିନୁ ଦିନ ଅନ୍ନ କଷ୍ଟ ହୋଇଲା ଅପାର, ଖାଇବା ଦରବ କିଛି ନାହିଁ ଆମ୍ଭ ଘର। ସାଧବର ଏହି ବାକ୍ୟ ଶୁଣି ସାଧବାଣୀ, ବିକଳ ଚିତ୍ତେ ସ୍ୱାମୀ କି କହଇ ତରୁଣୀ। ଘରେ ଆମ୍ଭ ଧନ ରତ୍ନ ପୂରି ରହିଥିଲା, ଜଣାଯାଏ ଦୈବ ପୁରୁଷ ଏହା କଲା। ଏହା କହି ଗୃହ ଚାରି ଆଡ଼କୁ ଚାହିଁଲେ, ଖାଇବା ଦରବ କିଛି କାହିଁ ନ ଦେଖିଲେ। ସାନ ବୋହୂ ଏକା ହୋଇ ବସିଛି ଗୃହରେ, ତାକୁ ଦେଖି ବୁଢ଼ୀ କହେ ବୁଢ଼ାର ଆଗରେ। ବୋଇଲେ ସାନ ବୋହୂକୁ ବଜାରକୁ ନିଅ, ବିକ୍ରି କରି ଆସ ତାକୁ ଗାଈ ଗୋରୁ ପ୍ରାୟ। ବଡ଼ ବୋହୂ ମାନଙ୍କର ପୁତ୍ର କନ୍ୟା ଅଛି, ବିଚାରେ ସାନ ବୋହୂର ନାହିଁ ଆଉ କିଛି। ଏହାକୁ ବିକ୍ରି କରିଣ ଉଦର ପୋଷିବା, ଉପାୟ ତ ଥାଉ ନାହିଁ
କି ବୁଦ୍ଧି କରିବା ପ୍ରଭୁଙ୍କର ମାୟାରେ ସାଧବ ଭୋଳ ହେଲା। ସାନ ବୋହୂକୁ ଧରିଣ ବଜାରକୁ ଗଲା, କିଣ କିଣ ବୋଲି କରି ଲୋକଙ୍କୁ କହଇ, ଯାହାକୁ ଦେଖିଲେ ତାକୁ ଯାଚିଣ କହଇ। ସାଧବର ଏହି ରୀତି ଦେଖିଣ ସକଳେ, ଅପମାନ ଦେଇ ଗାଳି ଭର୍ସନାଦି କଲେ। କେହୁ ବୋଲେ ନାହିଁ ନାହିଁ, କେହୁ କରେ ଛି ଛି, କେହୁ ବୋଲେ ସାଧବକୁ ଲାଜ ନ ମାଡୁଛି। ବିକ୍ରି ନ ହେଲେ ଘରେ ଲେଉଟିଆ ସଇ, ରାତି ପାହି ଗଲେ ପୁଣି ହାଟକୁ ନିଅଇ। ନୀତି ପ୍ରତି ହାଟକୁ ଯେ ବିକିବାକୁ ଗଲା, କେହି ନ କିଣିଲେ ବୁଢ଼ା ଦୁଃଖିତା ହୋଇଲା। ଥକାଇ ବସିଲା ଯାଇ ବଟ ବୃକ୍ଷ ମୂଳେ, ଗାରି ସାରି ହୋଇଲା ସେ ମନର ବିକଳେ। କ୍ଷୁଧା ବିକଳେ ସାଧବ ଏଣେ ତେଣେ ଚାହିଁ, ଖାଇବା ଦରବ ତାକୁ କିଛି ନ ମିଳଇ। ତହୁଁ ପରେ ଆମ୍ଭେ ସଖୀ କଲୁ ଗୋ ବିଚାର, ଅଧିକା ଦଣ୍ଡିବା ଆଉ ନାହିଁ ଦରକାର। ବୃଦ୍ଧ ବ୍ରାହ୍ମଣ ବେଶକୁ ଆପଣେ ଧଇଲୁ, ସେ ବୃକ୍ଷ ମୂଳରେ ଯାଇ ଉପସ୍ଥିତ ହେଲୁ। ବାଡ଼ି ଠୁକୁ ଠୁକୁ ଗଲୁ ସାଧବର ପାଶ, ଉତ୍ତମ ଭାବରେ ତାକୁ ପୁଛିଲୁ ସନ୍ଦେଶ। ନାରୀ ଗୋଟିଏ ଏକ ପୁଣି ଧରିଛ ସଙ୍ଗରେ, ମୌନ ହୋଇ କିମ୍ପାଇଁ ବସିଛ ଏଠାରେ। ବିପ୍ର ମୁଖରୁ ସାଧବ ଏ ବାଣୀ ଶୁଣିଲା, ସକଳ ବୃତ୍ତାନ୍ତ ତାକୁ ବୁଝାଇ କହିଲା। ଆହେ ବିପ୍ର କର୍ମ ମୋର ଅଟଇ ଅଦୃଷ୍ଟ, ତେଣୁ କରି ବୃଦ୍ଧ କାଳେ ଭୋଗୁଛି ଏ କଷ୍ଟ। ମୋତେ ବୋଲୁଥିଲେ ଜନେ ଭାଗ୍ୟବନ୍ତ ସାଧୁ, ଏବେ ମୁଁ ବିକି ବୁଲୁଛି ମୋର ସାନ ବଧୂ। ଧନ ସମ୍ପଦ ମୋହର ଘରେ ଯାହା ଥିଲା, କର୍ମର ବିପାକେ ତାହା ସର୍ବନାଶ ଗଲା। ଖାଇବା ଦରବ ଆଉ ଘରେ ନାହିଁ କିଛି, ତେଣୁ ଏ ସାନ ବଧୂକୁ ବିକି ମୁଁ ବୁଲୁଛି। ଅନକଷ୍ଟ ପାଇଁ ଘରେ ସମସ୍ତେ ବିକଳ, ଏହାକୁ ବିକିଲେ ଅବା ଯିବ କିଛି ବେଳ। ବିକ୍ରି କରିବି ବୋଲନ୍ତେ କେହି ନ କିଣିଲେ, ଯାଚି ଦେବାରୁ ସମସ୍ତେ ନାହିଁ ନାହିଁ କଲେ। ଏଣୁ ବିଷାଦ ଲଭିଣ ଘରକୁ ଫେରୁଛି, ପଥଶ୍ରମ ପାଇ ଏଥେ ଥକାଇ ବସିଛି। ଏହା ଶୁଣି ବିପ୍ର ଯେ କହନ୍ତି ସାଧୁ ତାକୁ, ତେବେ ଏହି ନାରୀ ଗୋଟି ଦିଅ ହେ ଆମ୍ଭଙ୍କୁ। ସାଧୁ ତ କହନ୍ତି ବିପ୍ର ତୁମ୍ଭେ ଅତି ବୃଦ୍ଧ, ମୂଲ୍ୟ ଦେଇ ଏ ନାରୀ କି ନେଇ କି କରିବ। ବିଚାରି ବୁଝିଲେ ତୁମ୍ଭେ ଅସମର୍ଥ ଯେଣୁ, ତୁମ୍ଭ ପାଇଁ ଉପଯୁକ୍ତ ନୁହଁ ଇଟି ତେଣୁ। ବିପ୍ର କହନ୍ତି ଏ ନାରୀ ଆମ୍ଭ ଘରେ ଥିବ, ଆମ୍ଭର ସମସ୍ତ ସେବା କାର୍ଯ୍ୟ ସେ କରିବ। ସତ କହୁଛି ଏହାକୁ ଘରକୁ ମୁଁ ନେବି, ଏଥିପାଇଁ କିସ ନେବ କହ ମନେ ଭାବି। ଗଣ୍ଠିଳି ଫିଟାଇ ବିପ୍ର ଟଙ୍କାଏ କାଢ଼ିଲେ, ସାଧୁ ହସ୍ତେ ଦେଇ ସେ ନାରୀ କି ଘେନି ଗଲେ। ଶ୍ରୀକୃଷ୍ଣ କହନ୍ତି ସତ୍ୟା ଶୁଣ ମନ ଦେଇ, ତହୁଁ ପରେ ଯାହା ହେଲା ଦେବା ସମଝାଇ। ସେ ନାରୀ କି ସଙ୍ଗେ ଘେନି ଗଲୁ ବୃନ୍ଦାବନେ, ରଖିଲୁ ତାହାକୁ ନେଇ ନନ୍ଦର ଭୁବନେ। ଦେଖି ନନ୍ଦ ଯଶୋଦା ଆଶ୍ଚର୍ଯ୍ୟ ହୋଇଲେ, ଏ ନାରୀ କାହିଁର ବୋଲି ସନ୍ଦେଶ ପୁଛିଲେ। ସେମାନଙ୍କୁ ଏପରି ମୁଁ କହିଲି ବୁଝାଇ, ସାଧବର ସାନ ବଧୂ ଅଟଇ ଯେହି। ଏ ନାରୀର ଦୁଃଖ କଷ୍ଟ କହିଲେ ନ ସରେ, ଭିକାରୀ ପରାଏ ବୁଲୁଥିଲା ଦ୍ୱାରେ ଦ୍ୱାରେ। ଏହା ଦୁଃଖ ଦେଖି ଆମ୍ଭେ ସହି ନ ପାରିଲୁ, ତେଣୁ କରି ସଙ୍ଗେ ଘେନି ଏଠାକୁ ଆସିଲୁ। ଆଜହୁଁ ଏ ନାରୀ ଜାଣ ତୁମ୍ଭ ଦ୍ୱାରେ ଥିବ, ଦିନ କେତେ ଗଲେ ନିଜ ଘରକୁ ସେ ଯିବ। ଆମ୍ଭର ମାୟାରେ କିଛି
कहि न पारिले। ସେହି ଦିନୁ ସେ ନାରୀ ରହିଲା ନନ୍ଦବାଳେ। ନୀତି ପ୍ରତି ରାଧିକା ପୁରକୁ ଦୁଧ ନିଏ। ଏହି ରୂପେ ପ୍ରତିଦିନ ଯାଇ ଆସୁଥାଏ। ମୁହଁ ଖୋଲି ଆମ୍ଭଙ୍କୁ ସେ କିଛି ନ କହି। ଏହିପରି ବହୁତର ଦିନ ଗଲା ବହି। ଦିନେ ମୁହିଁ ରାଧାଙ୍କୁ କହିଲି ଏହିପରି। ଏ ନାରୀର ପରିଚୟ ବୁଝ ଭଲ କରି। ପତି ଶ୍ୱଶୁର ତାହାର ଅଛନ୍ତି କି ନାହିଁ। ଘର ଦ୍ୱାର ତାହାର ଯେ ଥିଲା କେଉଁଠାଇଁ। କେଉଁପରି ଭାବରେ ସେ କେଉଁଠାରେ ଥିଲା। କାହା ସଙ୍ଗତରେ ସେ ଏଠାକୁ ଆସିଲା। ଆମ୍ଭେ ପଚାରିଲେ କିଛି ନ ଦିଏ ଉତ୍ତର। ଶୁଣିବା ସେ କିସ ବୋଲେ ତୁମ୍ଭର ଆଗର। ତହୁଁ ରାଧିକା ଭୁବନେ ଲୁଚି ମୁଁ ରହିଲି। ସେ କି କହିବେ ସବୁ ଶୁଣିବଇଁ ଯେ ବୋଲି। ଏମନ୍ତ ସମୟ ନାରୀ ଦୁଧ ଧରି କରେ। ପ୍ରବେଶ ହୋଇଲା ଆସି ରାଧାର ଦୁଆରେ। ବୋଇଲା ଗୋ ରାଧା ଦେବୀ ଦୁଧ ବେଗେ ନିଅ। ରାଧିକା ବୋଇଲେ ଆଗ ଦ୍ୱାରେ ଟିକେ ରୁହ। ଭୋଜନେ ବସିଛି ଟିକେ ହୋଇବ ଛୋର। ଦଣ୍ଡେ ମାତ୍ର ଠିଆ ହୋଇ ରହ ଏହିଠାର। ରାଧା ବଚନେ କହଇ ସାଧବର ବୋହୁ। ମାନିଲି ତୁମ୍ଭର କଥା ଆଗ ତେବେ ହେଉ। ତହୁଁ ରାଧିକା ବୋଇଲେ ଶୁଣ ଆଗ ନାରୀ। କଥାଏ ମୁଁ ପଚାରଇ କହ ସତ୍ୟ କରି। ତୋହର ଯେ ଘର ଜାଣ ଥିଲା କେଉଁଠାରେ। କେମନ୍ତ ପ୍ରକାରେ ତୁହି ଆସିଲୁ ଏଠାରେ। ପତି ଶ୍ୱଶୁର ତୋହର ଅଛନ୍ତି କି ନାହିଁ। କିଏ ବା ଏଠାକୁ ଆଣିଲା ତୋତେ ଯେ ଯାଇ। କେହି ନାହାନ୍ତି ଏଠାରେ ଛାଡ଼ ଭ୍ରାନ୍ତି ଭୟ। ଶୁଣିବାକୁ ସରଧା ଗୋ ସତ କରି କହ। ରାଧା ଠାରୁ ଏହିପରି ଶୁଣିଣ ସେ ନାରୀ। କହିଲା ସର୍ବବୃତ୍ତାନ୍ତ ଆଦ୍ୟ ପ୍ରାନ୍ତ କରି। ମୁରଲୀର କଥା ଗୋଟି କହନ୍ତେ ସେ ନାରୀ। ଶୁଣି କରି ରାଧିକା ଉଠିଲେ ବେଗ କରି। ଖନି ଜଡ଼ି ପାଖେ ଆଣି ତାହା ଦେଖାଇଲେ। ଏକାଳେ ଶ୍ରୀକୃଷ୍ଣ ଜାଣ ଭିତରୁ ଆସିଲେ। ରାଧାଙ୍କୁ କହିଲେ କୃଷ୍ଣ ରାଗ ଜର୍ଜରିତେ। ବୋଇଲେ ଏଡ଼େ ଅନ୍ୟାୟ କଲ କି ନିମନ୍ତେ। ସେଦିନ ଏହି ପଞ୍ଚକ ବ୍ରତ ଥିଲା ମୋର। ବିଚାରିଲେ ଦୁଃଖ ଏହୁ ପାଇଛି ଅପାର। କୋକିଳ ରାଧିକା ତୁମେ ଦୁଇ ଜଣ ମିଶି। ସାଧବ ବୋହୁକୁ ତୁମେ କଲ ଯେ ସନ୍ନ୍ୟାସୀ। ମୋହର ମନକୁ ଜାଣ ଏମନ୍ତ ଲାଗଇ। ଏ ଯେନେ ତୁମ୍ଭଙ୍କୁ ଅଭିଶାପ ମୁଁ ଦିଅଇ। ରାଧାଙ୍କୁ ବୋଇଲେ ତୁମ୍ଭେ ମନ୍ଦ କର୍ମ କଲ। ଆଭରଣକୁ ଲୁଚାଇ ରଖିଣ ଭାଣ୍ଡିଲ। ଏଣୁ କରି ତୁମ୍ଭେ ଜାଣ ଅପୁତ୍ର ହୋଇବ। ଆମ୍ଭ ଶ୍ରୀମୁଖ ବଚନ ଅନ୍ୟଥା ନ ହେବ। ଯଦି ବା ଗର୍ଭ ଉଦୟ ହେବ କେତେବେଳେ। ବାଳକ କେଭେ ନ ହେବ ଜାଣିଥାଅ ଭଲେ। କୋକିଳକୁ ବୋଇଲେ ତ କଣ୍ଠ ବନ୍ଧ ହେଉ। ଆମ୍ଭର ଶ୍ରୀମୁଖ ବାଣୀ ନ ଚଳିବ ଆଉ। ଆପଣାର ଡିମ୍ବକୁ ନ ପାରିବୁ ଫୁଟାଇ। ପର ଫୁଟାଇଲେ ଛୁଆ ଜନମିବ ତହିଁ। ଏହିପରି ପ୍ରଭୁଙ୍କର ଅଭିଶାପ ଶୁଣି। ରାଧିକା କୋକିଳ ଦୁହେଁ ହେଲେ ଯୋଡ଼ି ପାଣି। ଗଡ଼ ଘାଲି ପ୍ରଭୁଙ୍କର ପାଦରେ ପଡ଼ିଲେ। କାନ୍ଦି କାକୁସ୍ତେ କହନ୍ତି ମନର ବିକଳେ। ଆହେ ଦେବ ଅନ୍ତର୍ଯାମୀ ମହିମା ସାଗର। ଆପଣଙ୍କ କ୍ରୋଧ ପ୍ରଭୁ ହେଲା ଆମ୍ଭଠାର। ନ ଜାଣିବା ପଣେ ଦ୍ରୋହ କର୍ମର ଝିଲୁ। ସେଥିପାଇଁ ଆପଣଙ୍କ ଶାପକୁ ଲୋଭିଲୁ। ଯାହା ହେବାର ହେଲାଣି କି କରିବୁ ଆଉ। ପାପର ପ୍ରାୟଶ୍ଚିତ କହ ଯେ ମହାବାହୁ। ଦରହସିତେ କହନ୍ତି ପ୍ରଭୁ ଭଗବାନ। କଦାଚିତ ନ ଟଳଇ ଆମ୍ଭର ବଚନ। ରାଧାଙ୍କୁ ବୋଇଲେ ପ୍ରାଣ ମିତଣେ ତୁମର। ସବୁଦିନକୁ ଯୌବନ ଥିବ ତୋର ସ୍ଥିର। ତହୁଁ କୋକିଳକୁ ଚାହିଁ କହନ୍ତି କେଶବ। ବର୍ଷକେ 8 ମାସ ତ କଣ୍ଠ ବନ୍ଧ ହେବ। କେବଳ ବସନ୍ତ କାଳ ହୋଇଲେ ପ୍ରବେଶ।
तोहर कंठ जान फिटिब जे अवश्य। सेवेनीଙ୍କୁ एपरि कहीण भावग्राही साधव बहुକୁ निज पाखକୁ डकाई। विश्वकर्मा को बोइले धातिकारे जाओ आंभर आदेश बोली कुबेरକୁ कह। संवाद पाई कुबेर बहन आसिले तांकु चाहि प्रभु श्री मुखरे आज्ञा देले। पूर्वरु द्विगुण करी साधवକୁ धन अविलंबे भंडारକୁ करताକୁ दान। विचारिले आंभर ए प्रियवती नारी कार्तिक मासे पंचक व्रत अछि करी। साधवाणी को कहिले प्रभु भगवान एपुरे तु कर नित्य सुख भोगमान। एई देख सुबनर अलंकार मान अति जतन रे अंगे कर आचरण। नाना मते से नारी की सुबेश कराई आपणा आळ एताकु देले पठियाई। तहु साधवाणी साधवर पुरे गला से दिन साधुर दरिद्रता न रहिला। धन जन गोप लक्ष्मी बढ़िला अपार लेखा संख्या करी केहु कहिब मुखर। शुणिल त मुनि गणे अमीय बाणी सत्यभामा को कहिले प्रभु चक्र पाणी। सुत कहंती सौनक मुनिଙ୍କ आगर पंचक व्रत महिमा एमंत प्रकार। पंचक व्रत पालना करंती जे दृढ़े पाप बतासरे केहु केबे न पड़े। रोग शोक जरा व्याधि ताकु न बाधई पवित्र आत्मा तांकर स्वयं विष्णु देहि। जमदूत माने तार पाखको न जानती दूर रे देखिले बाट भांगी से पलांती। इह जन्मे दुख सुखे वैकुंठे वास सिद्धांत वचन भणे नाकपाल दास। इति श्री पद्मपुराणे सुत शौनक संवादे पंचक व्रत महात्म्य साधवाणी मुख्य चरित कथने नाम चतुर्थ अध्याय।